ଅଟଳ ପେନ୍ସନ୍ ଯୋଜନା 2025 କେବଳ ଛୋଟ ସଞ୍ଚୟ ସହିତ 5,000 ମାସିକ ପେନ୍ସନ୍ ସୁରକ୍ଷିତ କରନ୍ତୁ। ଜାଣନ୍ତୁ କିପରି ଆପଣମାନେ 5,000 ମାସିକ ପେନ୍ସନ୍କୁ ସୁରକ୍ଷିତ କରିପାରିବେ। ଆଜି ଆମେ ସେ ବିଷୟରେ ଜାଣିବା। ତେଣୁ ଭିଡ଼ିଓକୁ ଆରମ୍ଭ କରିବା ପୂର୍ବରୁ ଆପଣ ସମସ୍ତଙ୍କୁ ଅନୁରୋଧ କରୁଛୁ ଆମ ଚ୍ୟାନେଲକୁ ଏବେ ହିଁ ସବସ୍କ୍ରାଇବ୍ କରନ୍ତୁ। ଚାଲନ୍ତୁ ଡେରି ନ କରିକି ଭିଡ଼ିଓଟିକୁ ଆରମ୍ଭ କରିବା ଏବେ। ଆସନ୍ତୁ ବାସ୍ତବ ହେବା। ଜୀବନ ଅନିଶ୍ଚିତ ଏବଂ ସ୍ଥିର ଆୟ ବିନା ବୃଦ୍ଧ ହେବାର ଚିନ୍ତା ଟିକେ ଭୟଙ୍କର ହୋଇପାରେ। ଏଥିପାଇଁ ଅବସର ପାଇଁ ଯୋଜନା କରିବା କେବଳ ବୁଦ୍ଧିମାନ ନୁହେଁ, ଏହା ସମ୍ପୂର୍ଣ୍ଣ ଆବଶ୍ୟକ। କିଛି ଲୋକ ଷ୍ଟକ୍ କିମ୍ବା ମ୍ୟୁଚୁଆଲ ଫଣ୍ଡରେ ନିବେଶ କରନ୍ତି, ଅନ୍ୟମାନେ ମନର ଶାନ୍ତି ପାଇଁ ସରକାରୀ ସମର୍ଥିତ ଯୋଜନା ଆଡ଼କୁ ଦେଖନ୍ତି। ଏବଂ ଯଦି ଆପଣ ଏକ ନିର୍ଭରଯୋଗ୍ୟ କମ୍ ବିପଦପୂର୍ଣ୍ଣ ବିକଳ୍ପ ଖୋଜୁଛନ୍ତି, ତେବେ ଅଟଳ ପେନ୍ସନ୍ ଯୋଜନା APY ଉପଯୁକ୍ତ ହୋଇପାରେ। ଏହି ସରକାରୀ ଯୋଜନା କେବଳ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ପାଇଁ ନୁହେଁ, ଏହା ଜୀବନର ସମସ୍ତ କ୍ଷେତ୍ରର ଲୋକଙ୍କୁ, ବିଶେଷ କରି ଅସଂଗଠିତ କ୍ଷେତ୍ରରେ କାମ କରୁଥିବା ଲୋକଙ୍କୁ ଲାଭ ଦେବା ପାଇଁ ଡିଜାଇନ୍ କରାଯାଇଛି। ଆପଣ ଜଣେ ଛୋଟ ଦୋକାନ ମାଲିକ, ଜଣେ ଡେଲିଭରି ଏଜେଣ୍ଟ, ଜଣେ ଗିଗ୍ କର୍ମଚାରୀ କିମ୍ବା କେବଳ ଜଣେ ଯାହାଙ୍କର କର୍ପୋରେଟ୍ ପେନ୍ସନ୍ ଯୋଜନାରେ ପ୍ରବେଶ ନାହିଁ, ଏହି ଯୋଜନା ଆପଣଙ୍କୁ ଅବସର ପରେ ଏକ ସ୍ଥିର ଜୀବନ ଗଠନ କରିବାରେ ସାହାଯ୍ୟ କରିପାରିବ। ଏବେ ଅଟଳ ପେନ୍ସନ୍ ଯୋଜନା କ'ଣ ଜାଣନ୍ତୁ। ଅଟଳ ପେନ୍ସନ୍ ଯୋଜନା ହେଉଛି ଏକ ସରକାରୀ ସମର୍ଥିତ ପେନ୍ସନ୍ ଯୋଜନା ଯାହା ଲୋକଙ୍କୁ ପ୍ରତି ମାସରେ ଟଙ୍କା ସଞ୍ଚୟ କରିବାରେ ଏବଂ 60 ବର୍ଷ ବୟସ ପରେ ଏକ ସ୍ଥିର ପେନ୍ସନ୍ ଉପଭୋଗ କରିବାରେ ସାହାଯ୍ୟ କରେ। ସବୁଠାରୁ ଭଲ କଥା, ଆପଣ ପ୍ରତି ମାସରେ କେତେ ପେନ୍ସନ୍ ଚାହୁଁଛନ୍ତି ତାହା ବାଛିପାରିବେ। 1,000ରୁ 5,000 ମଧ୍ୟରେ ଆପଣ ପ୍ରତି ମାସରେ କେତେ ଯୋଗଦାନ କରିବାକୁ ଇଚ୍ଛୁକ ଏବଂ ଆପଣ କେଉଁ ବୟସରେ ଯୋଗଦାନ କରୁଛନ୍ତି ତା ଉପରେ ନିର୍ଭର କରେ। ଏବଂ ଏଠାରେ ଆହୁରି ଭଲ କିଛି ଅଛି, ଯଦି ଆପଣ ଶୀଘ୍ର ପଞ୍ଜୀକରଣ କରନ୍ତି ତେବେ ଅବଦାନ ପରିମାଣ ବହୁତ ସୁଲଭ। ଏହା ସହିତ ଯୋଜନାର ପ୍ରାରମ୍ଭିକ ବର୍ଷଗୁଡ଼ିକରେ ସରକାର ନିଜେ ଆପଣଙ୍କ ଆକାଉଣ୍ଟରେ ଯୋଗ୍ୟ ବ୍ୟକ୍ତିମାନଙ୍କ ପାଇଁ କିଛି ପରିମାଣ ଜମା କରୁଥିଲେ, ଯାହା ଏହାକୁ ଆହୁରି ମଧୁର କରିଥିଲା। ଏହା କାହିଁକି ବିଚାର କରିବା ଯୋଗ୍ୟ? APYକୁ ଏକ ଅବସର ବୀମା ଯୋଜନା ଭାବରେ ଭାବନ୍ତୁ, ଯାହା ବର୍ତ୍ତମାନ ଛୋଟ ସଞ୍ଚୟ ପାଇଁ ଅନୁରୋଧ କରେ, ଯାହାଦ୍ୱାରା ଆପଣ ପରେ ଏକ ସ୍ଥିର ଆୟର ଉପଭୋଗ କରିପାରିବେ। କାହା ଉପରେ ନିର୍ଭର ନକରି। ଏହା ସେହି ଲୋକମାନଙ୍କ ପାଇଁ ଉପଯୁକ୍ତ ଯେଉଁମାନଙ୍କର କୌଣସି ଆନୁଷ୍ଠାନିକ ପେନ୍ସନ୍ ସେଟଅପ୍ ନାହିଁ। ଆପଣ 60 ବର୍ଷ ବୟସରେ ପହଞ୍ଚିବା ପରେ ଆପଣ ପ୍ରତି ମାସରେ ଆପଣ ବାଛିଥିବା ପେନ୍ସନ୍ ରାଶି ସିଧାସଳଖ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରେ ପାଇବା ଆରମ୍ଭ କରିବେ। ଏହା ନିରାପଦ କାରଣ ଏହା ସରକାର ସମର୍ଥିତ, ପୂର୍ବାନୁମାନ ଯୋଗ୍ୟ, ନିର୍ଦ୍ଦିଷ୍ଟ ମାସିକ ପେନ୍ସନ୍ ଏବଂ ଚାପମୁକ୍ତ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରେ ସ୍ୱୟଂ ଡେବିଟ୍। କିଏ ଆବେଦନ କରିପାରିବେ? 18ରୁ 40 ବର୍ଷ ବୟସର ଯେକୌଣସି ବ୍ୟକ୍ତି ଅଟଳ ପେନ୍ସନ୍ ଯୋଜନାରେ ନାମ ଲେଖାଇ ପାରିବେ। ଆପଣ ଯେତେ ଶୀଘ୍ର ଯୋଗ ଦେବେ, ଆପଣଙ୍କର ମାସିକ ଅବଦାନ ସେତେ କମ୍ ହେବ। କିନ୍ତୁ ଏଠାରେ ଏକ ଅସୁବିଧା ଅଛି। ଥରେ ଯୋଗଦାନ କରିବା ପରେ ଆପଣଙ୍କୁ 60 ବର୍ଷ ବୟସ ହେବା ପର୍ଯ୍ୟନ୍ତ ଅବଦାନ ଜାରି ରଖିବାକୁ ପଡ଼ିବ। ତେଣୁ ଏହା ସେହି ଲୋକମାନଙ୍କ ପାଇଁ ଉଦ୍ଦିଷ୍ଟ ଯେଉଁମାନେ ଦୀର୍ଘକାଳୀନ ସଞ୍ଚୟ ପାଇଁ ଗମ୍ଭୀର। ଏହା ସହିତ ଯଦି ଆପଣ ସରକାରୀ ସହ ଅବଦାନ ପାଇଁ ଯୋଗ୍ୟ ହେବାକୁ ଚାହାନ୍ତି, ତେବେ ଆପଣ ଆୟକର ଦାତା ହେବା ଉଚିତ ନୁହେଁ। ଆପଣଙ୍କୁ କେଉଁ ଡକୁମେଣ୍ଟ ଦରକାର? ବ୍ୟାଙ୍କ କିମ୍ବା ପୋଷ୍ଟ ଅଫିସକୁ ଯିବା ପୂର୍ବରୁ ନିଶ୍ଚିତ କରନ୍ତୁ ଯେ ଆପଣଙ୍କର ଏହି ଡକୁମେଣ୍ଟଗୁଡ଼ିକ ପ୍ରସ୍ତୁତ ଅଛି। ଆଧାର କାର୍ଡ଼, ଏହା ପରିଚୟ ଯାଞ୍ଚ ପାଇଁ ଅତ୍ୟନ୍ତ ଜରୁରୀ। ବ୍ୟାଙ୍କ ପାସବୁକ୍ କିମ୍ବା ବ୍ୟାଙ୍କ ଷ୍ଟେଟମେଣ୍ଟ, ଆପଣଙ୍କର ଆକାଉଣ୍ଟ ବିବରଣୀ ଦେଖାଇବା ପାଇଁ। ଠିକଣା ପ୍ରମାଣ, ଏହା ଆପଣଙ୍କର ଆଧାର କାର୍ଡ଼ ଯଦି ଠିକଣା ଅପଡେଟ୍ ହୋଇଛି, ରାସନ କାର୍ଡ଼, ବିଦ୍ୟୁତ ବିଲ୍ କିମ୍ବା ବ୍ୟାଙ୍କ ପାସବୁକ୍ ହୋଇପାରେ। ପାସପୋର୍ଟ ଆକାରର ଫଟୋ, ମୋବାଇଲ ନମ୍ବର, ଏହା ମାଧ୍ୟମରେ ଆପଣ SMS ଆଲର୍ଟ ଏବଂ ଅପଡେଟ୍ ପାଇବେ। ଏଗୁଡ଼ିକ ପୂର୍ବରୁ ପ୍ରସ୍ତୁତ ରଖିବା ଦ୍ୱାରା ପ୍ରକ୍ରିୟାଟି ଦ୍ରୁତ ଏବଂ ସୁଗମ ହେବ। କିପରି ଆବେଦନ କରିବେ? ପର୍ଯ୍ୟାୟକ୍ରମେ ନିର୍ଦ୍ଦେଶିକା। ଅଟଳ ପେନ୍ସନ୍ ଯୋଜନା ପାଇଁ ଆବେଦନ କରିବା ସହଜ ଏବଂ କେବଳ କିଛି ପଦକ୍ଷେପରେ କରାଯାଇପାରିବ। ନମ୍ବର 1, APY ସେବା ପ୍ରଦାନ କରୁଥିବା ଆପଣଙ୍କର ନିକଟସ୍ଥ ବ୍ୟାଙ୍କ ଶାଖା କିମ୍ବା ପୋଷ୍ଟ ଅଫିସକୁ ଯାଆନ୍ତୁ। ନମ୍ବର 2, APY ପଞ୍ଜୀକରଣ ଫର୍ମ ମାଗନ୍ତୁ ଏବଂ ଏହାକୁ ପୂରଣ କରନ୍ତୁ। ନିଶ୍ଚିତ କରନ୍ତୁ ଯେ ସମସ୍ତ ବିବରଣୀ ସଠିକ୍ ଅଛି। ନାମ, ବୟସ, ଆଧାର ନମ୍ବର, ପେନ୍ସନ୍ ରାଶି, ପସନ୍ଦ ଇତ୍ୟାଦି।
नंबर 3 आपणक डॉक्यूमेंट गुड़िकर फोटोकॉपी संलग्न करूँ एवं जांच पाई मूल कागजपत्र सांगरे रखुँ। नंबर 4 स्वयं डेबिट पाई आपणकर सम्मति दिंतु। यह आपणकर मासिक अवदान को आपणक आकाउंट रु स्वयंचालित भाव में काटिपारे। नंबर 5 फॉर्म टी डॉक्यूमेंट सहित बैंक डाकघर कर्मचारी निकट में दाखल करूँ। आपणक आवेदन प्रक्रियाकरण होगा पर आपण SMS माध्यम निश्चितकरण पाइबे। आपणकर पेंशन अकाउंट तैयारी हेबो एवं परवर्ती मासरु अवदान आरंभ हेबो। मन रखा किसी कथा थरे आपन पेंशन राशि बाछिले यह बंद हो जाए किंतु आवश्यक हेले आपन वर्षक थरे यह परिवर्तन करने को अनुरोध करें। अवदान हजिगले दंड हो पारे। तेणु निश्चित करूँ जे आपण बैंक अकाउंट रे सर्वदा पर्याप्त परिमाण अच्छी। सब्सक्राइबर मृत्यु हेले पति पत्नी पेंशन पाइबे। उभय जीवित न रहिबा परे संगृहीत राशि नॉमिनी को दिया जाए। अंतिम चिंताधारा अटल पेंशन योजना आपन को कोटिपति करि न पारे किंतु अवसर पर जेते बेले आपन को सबुठारु अधिक आवश्यक हुए सेते बेले यह आर्थिक सहायतार ग्यारंटी दिए। यह सरल सुलभ एवं सरकार द्वारा समर्थित जहाँ यह आज भारत में सबुठारु सुरक्षित अवसर योजना मध्य गोटे करें। जदि आपण एपरी जड़े जी वृद्धावस्थार आय विषय चिंता करने को चाहूना एवं आपण प्रति मासरे आपणकर रोजगार एक छोट अंश देवाक प्रस्तुत तेबे APY संपूर्ण भाव में विचार करने योग्य। एबे भी भावुंट कि अधिक समय अपेक्षा करूँ ना जिते शीघ्र आपन आरंभ करेंगे आपंकर लाभ सेते भल हम। आशा करछि आपण मानक ए भिडियोटी निश्चित भाव में भल लगी आपण मैंने जदि चाहूँगी यही अटल पेंशन योजना जोड़ी होगापी तो आपण मैंने आउ लेट करूँ ना एबे ही आपण निज पाख पोस्ट ऑफिस जातु आ फॉर्म आनिकी फिलअप करी दाखल करूँ। यह आपण को वृद्धावस्था आपन को आर्थिक सहायता प्रदान कर आपन को कौन असुविधार सम्मुखीन होगा पड़ेगा ना। यदि आपण मानक ये भिडियोटी भल लगी था दयाकोरी ये भिडियो को लाइक शेयर और कमेंट करूँ आ निज सांगसाथी मान पाखु शेयर करूँ। जो मैंने आम चैनल को एपर्यंत सब्सक्राइब करना प्लीज आपण मानक मु अनुरोध करछि आम चैनल को एबे ही सब्सक्राइब कर दिंतु। आज एतिकी फोन देखा आउ एक भिडियो रही समस्त को नमस्कार धन्यवाद।